ଡାକ୍ତର ଦାମ ନାୟକ ତାଙ୍କର ଆଜି ଏକାବସର। ଏହି ଅବସରରେ ଆୟୋଜିତ ହୋଇଛି ସ୍ମୃତି ସଭା। ଏହି ସ୍ମୃତିଚାରଣ ସଭାରେ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି। କେବଳ ସେହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏବଂ ବିଶେଷ କରି ଆପଣମାନେ ସମସ୍ତେ ଜାଣନ୍ତି এই ଅଞ୍ଚଳର ସେ ଥିଲେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ। ତାଙ୍କର ଜୀବନ ଚରିତ୍ର ସମସ୍ତଙ୍କ ପାଇଁ ଏକ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ଯେଉଁଥିପାଇଁ ଏ ପ୍ରଚଣ୍ଡ ଖରା ସତ୍ତ୍ୱେ ବହୁତ ଭଦ୍ର ବ୍ୟକ୍ତି ଏଠାରେ ଉପସ୍ଥିତ ହୋଇଛନ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ। ମୁଁ ତ କହିବି ପ୍ରକୃତରେ ଯେକୌଣସି ଜଣେ ମଣିଷ ପୃଥିବୀରେ ଜନ୍ମ ହେଲା ପରେ ସେ ତ ନିଶ୍ଚିତ ଭାବରେ ମୃତ୍ୟୁମୁଖ ହିଁ ପଡ଼ିବ। ମଣିଷ ମରିବ ଦିନେ, ଦେବତା ବି ଜନ୍ମ ହେଲେ ମରେ, କିନ୍ତୁ সেই ଲୋକକୁ ଆମେ ଅମର ବୋଲି କହିବା ସାର୍ଥକ ତାହାର ଜନ୍ମ ଯାହା ପାଇଁ ମାଟି ଗୋଡ଼ି ଛୁଏ। ତେଣୁ ବାମଦେବ ବାବୁଙ୍କର ନିଶ୍ଚିତ ଭାବରେ ପୁଣ୍ୟ ଫଳ ଥିଲା। ତାଙ୍କର ଜୀବନ ଏକ ସାର୍ଥକ ଜୀବନ ଯୋଉଥିପାଇଁ ପ୍ରଚଣ୍ଡ ସମସ୍ତେ ଏଠାରେ ଏକତ୍ର ହୋଇଛନ୍ତି ତାଙ୍କୁ ଆମର ଶ୍ରଦ୍ଧା ଏବଂ ସମ୍ମାନ ନିବେଦନ କରିବା। ଡବାରେ ତେଲ ଥିଲା ମାଉସୀ ସେଟାକୁ ଆଣି ଟିକେ ରିଫିଲ୍ କରିବ। ଏହି ମଞ୍ଚରେ ଆମେ ତାଙ୍କର ଅମରାତ୍ମାର ସଦ୍ଗତି ପାଇଁ 2 ମିନିଟ୍ ନିଜ ପ୍ରାର୍ଥନା କରିଛନ୍ତି ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତାଙ୍କୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। परंपरा एवं शास्त्रीय विधि अनुसार आज एकादशाह जो दिन से ये मर्त्य लोक विदाय ने एवं से विदाय बेले से अंत लक्ष्य करेंगे आत्मीय स्वजन एवं परिवार वर्ग केते स्मरण करुछंती। तेणु आमे हमर से नैतिक कर्तव्य को आज तेणु तांको प्रति केवल श्रद्धा नुहे तांकर अनुपस्थिति हमको केते मर्माहत करिछि। तांकर अनुपस्थिति हमको आम हृदय रे किपर एक शून्य स्थान पूर्ण सृष्टि करिछि ताहा जे आमे स्पष्ट भाव अनुभव करि पारुछि। वर्तमान से दिवंगत पुण्यात्मांको उद्देश्य रे स्मृतिचारण कार्यक्रम अयम आरंभ हो। सर्वप्रथम आम भितर बर्षियान माननीय श्रीयुक्त स्वाई महोदय अच्छा जड़े अवसर प्राप्त प्रधान शिक्षक एवं ये अंचल जड़े स्वनामधन्य व्यक्तित्व से महोदय को निवेदन करी सर्वप्रथम से अंतर श्रद्धांजलि निवेदन करेंगे से दिवंगत आत्मा प्रति श्रीयुक्त स्वाई महोदय।